ଗୋଟିଏ ବୋଲି ପୁଅ ଯିଏକି ତା ବୃଦ୍ଧ ବାପାକୁ ଅନାଥ ଆଶ୍ରମରେ ଛାଡ଼ି ଫେରୁଥାଏ। ବାଟରେ ପତ୍ନୀର ଫୋନ୍ ଆସିଲା। ହେଇଟି ଶୁଣୁଛ, ବାପାଙ୍କୁ କହିଦେବ ସେଠାରେ ପୁରା ରହିବେ, ପୂଜା ପର୍ବରେ ଆସିବା ଦରକାର ନାହିଁ, ଆମେ ଟିକେ ଏଠାରେ ଶାନ୍ତିରେ ରହିପାରିବୁ। ଏକଥା ଶୁଣି ପୁଅ ଫେରିକି ଚାଲିଲା ବାପାଙ୍କୁ କହିବା ପାଇଁ। ସେଠି ଦେଖିଲା ବାପା ଅନାଥ ଆଶ୍ରମର ମ୍ୟାନେଜରଙ୍କ ସାଙ୍ଗରେ ହସ ଖୁସିରେ ଗପ କରୁଛନ୍ତି, ଆଉ ଏଭଳି ବସିଛନ୍ତି ଯେମିତିକି ବହୁତ ଦିନର ପରିଚୟ। ସେଠୁ ସେ ମ୍ୟାନେଜରଙ୍କୁ ପଚାରିଲେ, ମୋ ବାପାଙ୍କୁ କେବେଠାରୁ ଜାଣିଛନ୍ତି? ମ୍ୟାନେଜର ହସି ହସି କହିଲେ, ଏଠୁ ଗୋଟିଏ ଛୋଟ ଅନାଥ ପୁଅ ନେଇଥିଲେ ପୁଅ କରି, ସେବେଠାରୁ ଜାଣିଛି। ସାଙ୍ଗମାନେ, ଥରେ ବାପା ପୁଅର କାନ୍ଧ ଉପରେ ହାତ ରଖି ପୁଅକୁ ପଚାରିଲେ, ଧନରେ କହିଲୁ ଏ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ମଣିଷ କିଏ? ପୁଅଟି ଉତ୍ତର ଦେଲା, ବାପା ମୁଁ ହେଉଛି ସବୁଠୁ ଶକ୍ତିଶାଳୀ। ତାପରେ ବାପା ପୁଅର କାନ୍ଧରୁ ହାତ ଆଡ଼େଇ ଦେଲେ ଏବଂ ପଚାରିଲେ, ପୁଅରେ ଏଥର କହିଲୁ ଏ ଦୁନିଆର ସବୁଠାରୁ କମଜୋର ମଣିଷ କିଏ? ପୁଅ କହିଲା, ବାପା ମୁଁ। ଏକଥା ଶୁଣି ବାପା ପଚାରିଲେ, ତୁ ଏବେ କହୁଥିଲୁ ତୁ ହେଉଛୁ ସବୁଠୁ ଶକ୍ତିଶାଳୀ ମଣିଷ, ପୁଣି ଏବେ ହଠାତ୍ କହିଲୁ କମଜୋର କାହିଁକି? ପୁଅଟି ଉତ୍ତର ଦେଲା, କହିଲା, ବାପା ଏବେ ମୋ କାନ୍ଧ ଉପରେ ତୁମର ହାତ ନାହିଁ, ଆଉ ଯେ ପର୍ଯ୍ୟନ୍ତ ଗୋଟିଏ ପୁଅର କାନ୍ଧ ଉପରେ ତା ବାପାର ହାତ ଥାଏ ସେ ପର୍ଯ୍ୟନ୍ତ ଏ ଦୁନିଆର କୌଣସି ବି ଶକ୍ତି ନାହିଁ ତାକୁ ଡରେଇ ଦେବ ଅବା ତାକୁ ହରେଇ ଦେବ। କାହିଁକି ନା ତା କାନ୍ଧରେ ତା ବାପାଙ୍କ ହାତ ଥାଏ, ତା ବାପାଙ୍କ ଆଶୀର୍ବାଦ ଥାଏ। ଆଉ ଯେତେବେଳେ ବାପାଙ୍କ ହାତ ପୁଅର କାନ୍ଧ ଉପରୁ ହଟିଯାଏ ସେତେବେଳେ ସିଏ ସବୁଠୁ ବଡ଼ ନିଃସହାୟ ହୋଇଯାଏ, ସିଏ ସବୁଠୁ ବଡ଼ ଦୁର୍ବଳ ହୋଇଯାଏ, ସିଏ ସବୁଠୁ ବଡ଼ କମଜୋର ହୋଇଯାଏ। ଯଦି ବିଶ୍ୱାସ ହେଉନି ଯେଉଁମାନଙ୍କର ବାପା ନାହିଁ, ଥରେ ଯାଇ ସେହି ପୁଅମାନଙ୍କୁ ପଚାରନ୍ତୁ, ବାପାଙ୍କର ମହତ୍ଵ କେତେ ସେମାନେ କହିବେ। ତେଣୁ ସାଙ୍ଗମାନେ, ବାପା ବଞ୍ଚିଥିବା ବେଳେ ତାଙ୍କୁ ସମ୍ମାନ ଦିଅନ୍ତୁ, ତାଙ୍କୁ ଆଦର କରନ୍ତୁ, ତାଙ୍କୁ ସ୍ନେହ ଆଉ ଯତ୍ନ ଦିଅନ୍ତୁ ଏବଂ ଭଲ ପାଇବା ଦିଅନ୍ତୁ। କାହିଁକି ନା ବାପା ଚାଲିଗଲା ପରେ ଆଉ କିଛି ନଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ପାପ ପୁଣ୍ୟର ହିସାବ କରିବା ତ ଏକ ସମୟ ସାପେକ୍ଷ କାର୍ଯ୍ୟ, କିନ୍ତୁ କେବଳ ଏତିକି ମନେ ରଖନ୍ତୁ, ଯେକୌଣସି କାର୍ଯ୍ୟ ଯାହା ଅନ୍ୟର ହୃଦୟକୁ କଷ୍ଟ ଦେଇଥାଏ ତାହା ହେଉଛି ପାପ, ଆଉ ଯେକୌଣସି କାର୍ଯ୍ୟ ଅନ୍ୟ ଓଠରେ ହସ ଆଣିଥାଏ ତାହା ହେଉଛି ସବୁଠୁ ବଡ଼ ପୁଣ୍ୟ। କ'ଣ ସାଙ୍ଗମାନେ ଠିକ୍ ତ? ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ।